ବିଚ୍ଛାରାଶି ବ୍ୟକ୍ତିଙ୍କ ସ୍ୱଭାବ କିପରି ହୋଇଥାଏ ସେହି ବିଷୟରେ ଆଜି ଆମେ ଆଲୋଚନା କରିବା। ରାଶିଚକ୍ର ଅଷ୍ଟମ ରାଶି ହେଉଛି ବିଚ୍ଛା ରାଶି, ଯାହା ଜୀବନ ମୃତ୍ୟୁର ରାଶି। ବିଚ୍ଛା ରାଶିର ବ୍ୟକ୍ତିମାନେ ଭାରି ରାଗି ସ୍ୱଭାବର ହୋଇଥାନ୍ତି। ସେମାନେ ସାହସୀ ମଧ୍ୟ ହୋଇଥାନ୍ତି। ସେମାନଙ୍କ ସାଙ୍ଗରେ ଯେଉଁମାନେ ଲାଗନ୍ତି ସେମାନେ ତାଙ୍କୁ ଛାଡ଼ନ୍ତିନି। ହୁଏତ କିଛି ଦିନ ସିଏ ଚୁପ୍ ହେଇ ବସନ୍ତି, କିନ୍ତୁ ସିଏ ତାଙ୍କୁ 9% ନେଲା ଯାଏଁ ସିଏ ଚୁପ୍ ହେଇ ବସନ୍ତି ନାହିଁ। ବିଚ୍ଛା ରାଶି ମାନେ ତାଙ୍କର ମାନେ ଲାଲ କଲର ସଦାବେଳେ ପସନ୍ଦ ହୋଇଥାଏ। ବିଚ୍ଛା ରାଶି ବ୍ୟକ୍ତିବିଶେଷ ମାନେ ସଦାବେଳେ ଡେରିରେ ଶୁଅନ୍ତି। ସୂର୍ଯ୍ୟ ଅସ୍ତ ସେ କେବେ ଦେଖିପାରନ୍ତି ନାହିଁ, କାରଣ ତାଙ୍କର ସ୍ୱଭାବ ସଦାବେଳେ ଆକ୍ଟିଭିଟି ରହନ୍ତି। ରାତିର ବିଳମ୍ବିତ ରାତି ଯାଏଁ ସେ ସଦାବେଳେ ଚାହିଁକି ରହନ୍ତି। ବିଳମ୍ବିତ ରାତିରେ ସେ କାମ କରନ୍ତି। ଯଦି ଆମେ ପାଠପଢ଼ା ଦେଖିବା, ସେ ବିଳମ୍ବିତ ରାତି ଯାଏଁ ପାଠ ପଢ଼ନ୍ତି। ଯଦି ଆମେ ବିବାହ ପ୍ରସ୍ତାବ ଦେଖିବା, ବିବାହ କରିବାକୁ ତାଙ୍କର ଟୋଟାଲ ଇଚ୍ଛା ହିଁ ନଥାଏ। ପସନ୍ଦ ନା ଅପସନ୍ଦ ଦେଖିବା, ସେ ବହୁତ ଗୁଡ଼ିଏ ଜିନିଷ ବାଛିଲା ପରେ ଯାଇକି ପସନ୍ଦ ହୁଏ। ଯଦି ଆମେ ତାକୁ ବିଚ୍ଛା ରାଶି ବ୍ୟକ୍ତିବିଶେଷ ମାନେ ବହୁତ ଟେନସନ୍ ଓ ରାଗି ସ୍ୱଭାବର ହୋଇଥାନ୍ତି। ସେମାନଙ୍କର ଧୈର୍ଯ୍ୟ ଓ ସାହସ ଅଧିକା ଥାଏ। ସେମାନେ ଯାହାକୁ ଯାହା ଚାହାନ୍ତି ତାହା କରିପାରନ୍ତି। ବିଚ୍ଛା ରାଶିର ବ୍ୟକ୍ତିବିଶେଷ ଆପଣ ଦେଖିବେ ସଦାବେଳେ ଚଷମା ପିନ୍ଧିବାକୁ ଭଲ ପାଆନ୍ତି। କଳା ଚଷମା, କଲର ଚୁଟି କଲର କରିବାକୁ ଭଲ ପାଆନ୍ତି। ବିଚ୍ଛା ରାଶିର ବ୍ୟକ୍ତିମାନେ ଯେକୌଣସି କାମ କରନ୍ତି ତାକୁ ମନ ଧ୍ୟାନ ଦେଇ ସେ କାମ କରନ୍ତି। ବିଚ୍ଛା ରାଶିର ଲୋକମାନଙ୍କୁ ଯଦି ଆପଣ ଦେଖିବେ, ମାନେ ସେ ଅଧିକା ରୋମାଣ୍ଟିକ୍ ମୁଡ଼୍ର ବି ହୋଇଥାନ୍ତି। ଆଉ ବିଚ୍ଛା ରାଶିର ବ୍ୟକ୍ତି ଯଦି ଖାଇବାକୁ ଦେଖିବେ ସାଙ୍ଗମାନେ, ସିଏ ସଦାବେଳେ ନନଭେଜ୍ ଖାଇବାକୁ ପସନ୍ଦ କରନ୍ତି। ଆଉ ସଦାବେଳେ ପିଆଜ ତାଙ୍କର ଅଧିକା ପସନ୍ଦ ଥାଏ ଖାଇବା ଖାଦ୍ୟରେ। ଅଧିକା ପିଆଜ ଖାଇବାକୁ ସେ ପସନ୍ଦ କରନ୍ତି। ସଦାବେଳେ ସେ ଚାହାନ୍ତି ଯେମିତି ସଦାବେଳେ ମାନେ ଫିଟିଙ୍ଗ ଫାଟିଙ୍ଗ ହେଇକି ରହିବା ପାଇଁକା ରୋମାଣ୍ଟିକ୍ ମୁଡ଼୍ରେ ସଦାବେଳେ ସେ ରୁହନ୍ତି। ଆଉ ଯେମିତିକି ବିଚ୍ଛା ରାଶି ବ୍ୟକ୍ତିଙ୍କ ସହିତ ଦେଖିବେ ଆପଣ, ବିଚ୍ଛା ରାଶିର ଲୋକମାନଙ୍କ ସହିତ ଆପଣ ଯଦି ଲାଗିଦେଲେ, ବାଇଚାନ୍ସ ପଙ୍ଗା ନେଇଗଲେ ବିଚ୍ଛା ରାଶି ବ୍ୟକ୍ତିବିଶେଷ ମାନେ, ସିଏ ଆପଣଙ୍କୁ ଜମାରୁ ଛାଡ଼ିବେନି। ଭଲ ହୁଏ ବିଚ୍ଛା ରାଶି ସାଙ୍ଗରେ କୌଣସି ଲୋକ ଲାଗନ୍ତି ନାହିଁ, କାରଣ ବିଚ୍ଛା ରାଶି ଆଜି ନ 10 ବର୍ଷ ରିଭେଞ୍ଜ ମୁଡ଼୍ରେ ସେମାନେ ସଦାବେଳେ ରିଭେଞ୍ଜ ମୁଡ଼୍ରେ ଥାଆନ୍ତି। ପ୍ରତିଶୋଧ ନେବାର ତାଙ୍କ ଲକ୍ଷ୍ୟ। ତାଙ୍କ ସାଙ୍ଗେ ଯିଏ ଲାଗିଲା ସିଏ ତାଙ୍କୁ ଛାଡ଼ନ୍ତି ନାହିଁ। ଆଉ ଯଦି ସିଏ ତାଙ୍କର ବହୁତ କମ୍ ବନ୍ଧୁ ଥାଆନ୍ତି, କାରଣ କମ୍ ଲୋକଙ୍କ ସହିତ ସିଏ ମିଶି ପାରନ୍ତିନି। ଭଲ ଲୋକଙ୍କ ସହିତ ମିଶି ପାରନ୍ତିନି। ଡେରିରେ ଶୋଇବା, ଡେରିରେ ଉଠିବା ତାଙ୍କର ସଦାବେଳେ ନୀତିଦିନ ଅଭ୍ୟାସ ହିଁ ହୋଇଯାଇଥାଏ, ଯେଉଁଟାକି ସେ ପସନ୍ଦ କରିଥାନ୍ତି। ଯଦି ଆମ ଭିଡ଼ିଓ ଭଲ ଲାଗୁଛି ଆମ ଚ୍ୟାନେଲ